ସାଙ୍ଗମାନେ ଆମେ ଯାଇଥିଲୁ ହାଲ୍ ମାର୍କେଟକୁ, ଯେଉଁଠି ଫାଷ୍ଟ ଆମେ ଯାଇଥିଲୁ ଫ୍ରୁଟ୍ ସପ୍ କରିବାକୁ। କିଛିଟା ଫ୍ରୁଟ୍ ଆମେ କିଣିକି ଘରକୁ ଆଣିଥିଲୁ। ତାପରେ ଏଠି ଦେଖନ୍ତୁ ବହୁତ ସାରା ଜିନିଷ ଆଭେଲେବୁଲ୍ ଥିଲା। ସବୁ ପରିବା ଯେମିତିକି ଆମର ଓଡ଼ିଶାରେ ମିଳେ ସବୁ ଆଭେଲେବୁଲ୍ ଥିଲା। ମୋଷ୍ଟଲି ଟୋଟାଲ୍ ଗୋଟେ ମାର୍କେଟ ଟାଇପ୍ର ବହୁତ ସାରା ଦୋକାନ ତା ଭିତରେ ଥିଲା। ପରିବା ଦୋକାନଟା ଦେଖନ୍ତୁ ଏଇଠି। ବହୁତ ସାରା ପରିବା ଦୋକାନ ପରେ ଆମେ ପଳେଇ ଆସିଥିଲୁ। ମାଛ ଥିଲା ତା ସାଇଡ଼୍ରେ, ମାଛ ମାର୍କେଟ ଥିଲା। ଏଠି ବି 15-20ଟା ମାଛ ଦୋକାନ ଥିଲା। ବହୁତ ଭେରାଇଟିର ମାଛ ଥିଲା। ମୋଷ୍ଟଲି ସି ଫୁଡ଼୍ ଥିଲା। ହିଲସା ତ ଏଠି ଗଦା ଗଦା ହେଇଥିଲା। ମୋଷ୍ଟଲି ବେଙ୍ଗଲୀ ଲୋକମାନେ ଥିଲେ ଆଉ ସେମାନେ ହିଲସା ବିକ୍ରି କରୁଥିଲେ, ଯେଉଁଟା ଇଲିଶି କହନ୍ତି ଆମର। ତ ଆମେ ଏଠି କଙ୍କଡ଼ା ବି ଥିଲା, ବଞ୍ଚିଲା କଙ୍କଡ଼ା। ତ ଆମେ ସେଇ ପୋହଳା ଭଳିଆ 3-4ଟା ଖଣ୍ଡେ ମାଛ ନେଇ ପଳେଇ ଆସିଲୁ। 480 ଗ୍ରାମ ରାଉଣ୍ଡ ହେଲା। ତ ସେଇଟାକୁ କ୍ଲିନ୍ କରି ସେ ସାଙ୍ଗେ ସାଙ୍ଗେ ଦେଇଥିଲେ। ତାପରେ ତାକୁ ଘରକୁ ଆଣିକି ତ ଏଇ ମାଛଟା ନେଇକି ଆସିଥିଲି ଘରକୁ। ଆଉ ନାଁଟା ମୁଁ ଜାଣିପାରୁନି କ'ଣ, ସିଏ ଗୋଟେ କ'ଣ ବେଙ୍ଗଲରେ କହିଲେ, ତା ନାଁଟା ମୁଁ ଜାଣିନି। ତାକୁ ଆଣି ଧୋଇଦେଲି ଭଲସେ ଧୋଇ ସାରିଲା ପରେ ତା ଦେହରେ ଟିକେ ଲୁଣ, ହଳଦୀ ଆଉ ଟିକେ ଲଙ୍କା ପାଉଡ଼ର ଆଉ ଜିରା ଧନିଆ ପକାଇକି ତାକୁ ଖାଲି ଭାଜିବାର ଥିଲା ଆମକୁ। ଭାଜିକି ତାକୁ ଭାତରେ ଖାଇଥାନ୍ତୁ। ଆଉ ଡାଲି ଫାଲି ବି ହେଇଥିଲା। ତ ତାକୁ ଏମିତି ଗୋଳେଇ ଗାଳି ଦେଇକି ତାକୁ ଭାଜିଦେଲୁ। କଢ଼େଇରେ ତେଲ ଗରମ କରିସାରିଲା ପରେ ପ୍ରାୟ 2-3 ମିନିଟ୍ ପରେ ସେଇଟା ପକାଇକି ତାକୁ ଭଲସେ ଭାଜିଦେଲୁ ଡିପ୍ ଫ୍ରାଏ କରିକି। ତାପରେ ରେଡ଼ି ହେଇଥିଲା ଆମର ମାଛ ଭଜା। ଆଉ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।